ପରମାନନ୍ଦ। ମାର୍ଚ୍ଚ 26 ଦିନଟିର ପ୍ରଧାନ ଚିନ୍ତା। ଅନୁକରଣ କରି ଆମେ ଆଧ୍ୟାତ୍ମିକ ଜୀବନ ଲାଭ କରିପାରିବା ନାହିଁ। ସ୍ମରଣୀୟ ପଂକ୍ତି। କେତେ ଭାବେ ଶିଖୁ ଆମେ କରିବାକୁ ସେହି ଗାନ। ମନର ସଙ୍ଗୀତ କେବେ ଅବା ଇନ୍ଦ୍ରିୟ ସକଳର ତାନ। ଆଉ ମଧ୍ୟ ହୃଦୟ ଅନ୍ତରାତ୍ମାର ସୁଲଳିତ ସ୍ୱର। ସେ ଗାନ ଯେ ଯାଏ ଗଭୀର ଛାଡ଼ି ଗଭୀରତା ତଳେ। ନୀତି ଉପଦେଶ। ଅକପଟ ହୋଇ ଜୀବନର ଉଦ୍ଦେଶ୍ୟ କ'ଣ ତାହା ଜାଣିପାରିଲେ ଆମେ ଶ୍ରୀ ଭଗବାନଙ୍କ ସଙ୍ଗରେ ଯୁକ୍ତ ହେଉ। ପବିତ୍ର ଚିନ୍ତା ଓ ଉନ୍ନତ ଆକାଂକ୍ଷା ଆମର ସ୍ୱଭାବଗତ ଈର୍ଷା, ଘୃଣା ଓ ଦ୍ୱେଷ ଦୂର କରିଦିଏ ଏବଂ ଆମେ ଶ୍ରୀ ଭଗବାନଙ୍କର ଶାନ୍ତ, ପ୍ରିୟ ଓ ଯୋଗ୍ୟ ସନ୍ତାନ ହେଉ। କିନ୍ତୁ ତାହାଙ୍କ ସଙ୍ଗେ ଏହି ଏକାତ୍ମ ଭାବ ଚାଲାକି ବା ହିସାବ ବୁଦ୍ଧି ଦ୍ୱାରା ଲାଭ ହୁଏ ନାହିଁ। ବିଚାର ବୁଦ୍ଧିର ଅତୀତ ଯାହା, ତାହା ଆମକୁ ଲାଭ କରିବାକୁ ହେବ। ଯାହାକୁ କୁହାଯାଏ ଅନ୍ତଃଶୁଦ୍ଧି, ତାହା ଆମେ ଚାହୁଁ। ଆମେ ନୀରବତା ଅବଲମ୍ବନ କରି ତାଙ୍କ ସଙ୍ଗେ ଯୁକ୍ତ ହେଲେ ଆମେ ବହିର୍ଜଗତର ଲାଭର କଥା ଭୁଲି ଯାହା ଆଧ୍ୟାତ୍ମିକ ତାହାର ମୂଲ୍ୟ ବୁଝିପାରିବା। ପ୍ରାର୍ଥନା। ହେ ପରମ ପ୍ରଭୁ, ସକଳ ଅସ୍ଥାୟୀ ବସ୍ତୁ ମଧ୍ୟରେ ତୁମେ ହିଁ ଏକମାତ୍ର ଚିରସ୍ଥାୟୀ ଓ ସତ୍ୟ। ତୁମେ ହିଁ ସକଳ ଜ୍ୟୋତିର ଜ୍ୟୋତି, ଜୀବନର ସାର ବସ୍ତୁ। ମୋର ସକଳ ଚିନ୍ତା ଓ ପ୍ରାଣର ଆକାଂକ୍ଷାକୁ ତୁମେ ପବିତ୍ର ଓ ଉନ୍ନତ କର। ତୁମର ପୁଣ୍ୟ ସତ୍ତା ନିକଟକୁ ମୋତେ ଆସିବାକୁ ଦିଅ। ମୋତେ ସମ୍ପୂର୍ଣ୍ଣ ତୁମର କରିନିଅ। ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା। ସ୍ୱାମୀ ପରମାନନ୍ଦ।